ପୂର୍ବରୁ ଟେରରିଷ୍ଟ ଆସିକି ଆଟାକ୍ କରୁଛନ୍ତି ତାକୁ ସବୁ ପୁରଉଛି କିଏ? ହଁ ଟେରରିଷ୍ଟ ସବୁ କୋଉଠି ଅଛନ୍ତି? ସେଇ ବାଂଲାଦେଶ, ସେଇ ପାକିସ୍ତାନ, ସେଇ ମାନେ ଯେତିକି ଟେରରିଷ୍ଟ କଣ୍ଟ୍ରିରୁ ସେଠି ଆସି ଏଠି ଆମ ଦେଶରେ ଶରଣ ନେଉଛନ୍ତି। ଶରଣ ନେଲା ପରେ ସେ କ'ଣ କଲେ, ଶରଣ ନେଇଗଲେ, ଆମ ବିଶ୍ୱାସ ଜିତିଲା ପରେ ସେମାନେ ଆରମ୍ଭ କରିଦେଲେ ତାଙ୍କ ପ୍ଲାନିଂ ଆରମ୍ଭ କଲେ କେମିତି ଭାରତ ମାତାକୁ ଧ୍ୱଂସ ବିଧ୍ୱସ୍ତ କରିବେ, ସେଥିପ୍ରତି ସେ ଚିନ୍ତା କଲେ। କୋଉଠି ଶୋଇକି ରହୁଛନ୍ତି ଲୋକମାନେ? ହଁ ଏଇ ନେତା ମନ୍ତ୍ରୀ, ଯୋଉ ନେତା ମନ୍ତ୍ରୀ ତା ନିଜ ସ୍ୱାର୍ଥ ପାଇଁ ଏଠି ଆଣିକି ତାଙ୍କୁ ରଖୁଛି, ଭୋଟର ସ୍ୱାର୍ଥ ପାଇଁ ଆଣିକି ରଖୁଛି ତାଙ୍କୁ, ଏମାନଙ୍କୁ ଖଣ୍ଡେ ଭୋଟ ପାଇବା ପାଇଁ ସେ ଦେଶକୁ ବିକ୍ରି କରିଦେଉଛନ୍ତି ଏଇ ନେତା ମନ୍ତ୍ରୀ। ଆଉ ସାଧାରଣ ଜନତା ତମେ କୋଉଦିନ ବୁଝିବ? ହଁ ଯୋଉ ଫେରିବାଲା, ସେ ଫେରିବାଲା ଯେତିକି ରୋହିଙ୍ଗ୍ୟା ମାନେ, ଯେତିକି ମୁସଲିମ ମାନେ ଫେରିବାଲା ଆସିକି ରହୁଛନ୍ତି ଏଠି ଓଡ଼ିଶାରେ, ସେ କ'ଣ କରୁଛନ୍ତି? ଫେରିବାଲା ରୂପରେ ଯାଉଛନ୍ତି, ଗଲା ପରେ ସେଠି ଦେଖିକି ଆସିଲେ, ଦିନରେ ଯାହା ବେପାର ଟେପାର କଲେ, ରାତିରେ ଯାଇକି ତମ ମା ଭଉଣୀକି ଦୁଷ୍କର୍ମ କରୁଛନ୍ତି। କୋଉଦିନ ଶୁଣିବ ସମସ୍ତେ? ତମେ ଏଠି ଭୋଟ ପାଇବା ପାଇଁ, ଖଣ୍ଡେ ଭୋଟ ପାଇବା ପାଇଁ କିମ୍ବା କିଛି ମାନେ ରାଜଗଦି ପାଇବା ପାଇଁ, ରାଜ ଆସନ ପାଇବା ପାଇଁ, ଦେଶକୁ ଚଲେଇବା ପାଇଁ, ଶାସନ ଶକ୍ତି ପାଇବା ପାଇଁ ତମେ ଏଠି କ'ଣ କଲ? ଭାରତ ମାଆକୁ ବିକ୍ରି କରିଦେଉଛ, ମାଟି ମାଆକୁ ତମେ ବିକ୍ରି କରିଦେଉଛ। ଭାବିଲ ଥରେ, ଯଦି ସେଇ ବର୍ଡରରେ ଆମ ଦେଶର ବର୍ଡରରେ ଠିଆ ହେଇଥିବା ଯଦି ସୈନିକ, ଭାରତୀୟ ସୈନିକ ଯଦି ଦିନେ ନିଜେ ବିକ୍ରି ହେଇଗଲା, ତାହେଲେ ଦେଶ ରହିବ? ହଁ ପ୍ରତ୍ୟେକ ସାଧାରଣ ଲୋକମାନେ, ସାଧାରଣ ନାଗରିକ ମାନେ, ତମେ ଭାବୁଛ କ'ଣ ଏଇଟା ତମ ଇସ୍ୟୁ ନୁହଁ? ଏଇଟା କ'ଣ ମାନେ ପର୍ଟିକୁଲାର କାହା ଇସ୍ୟୁ ଗୋଟେ? ହଁ ଏଇଟା ପ୍ରତ୍ୟେକ ଭାରତୀୟ ନାଗରିକର ଇସ୍ୟୁ। ଏଇଟା ସମସ୍ତଙ୍କର ଗୋଟିଏ ପ୍ରୋବ୍ଲେମ୍। ଏ ପ୍ରୋବ୍ଲେମଟାକୁ ସମସ୍ତଙ୍କୁ ଆମେ ମାନେ ମିଶିକି ଆମକୁ ଏ ପ୍ରୋବ୍ଲେମକୁ ସଲ୍ଭ କରିବା ପାଇଁ ପଡ଼ିବ। ଖାଲି ଏକା କାହା ଲଢ଼େଇ ନୁହଁ, ଏକା ଲଢ଼େଇ ନୁହଁ। ଏଇଟା କି ଭାରତୀୟ କି ଜଣେ ନୁହଁ। କେଉଁଝରରେ ଗୋଟେ ଛୋଟ ଛୁଆକୁ ରେପ୍ କଲା ଜଣେ ରୋହିଙ୍ଗ୍ୟା ମୁସଲିମ, ତାପରେ ଏବେ କ'ଣ ତାଙ୍କ ଘର ଦ୍ୱାରା କିଛି ଭଙ୍ଗା ଚାଲିଛି। ଖାଲି କେଉଁଝରରେ ହେଲେ ହବନି, ସେ ଜଗତସିଂହପୁରରେ ଅଛନ୍ତି, ଭଦ୍ରକରେ ଅଛନ୍ତି, ବାଲେଶ୍ୱରରେ ଅଛନ୍ତି, ସବୁ କୋଷ୍ଟାଲ ଏରିଆରେ ଅଛନ୍ତି। ସେମାନେ ରହୁଛନ୍ତି, ପ୍ରଶାସନ କରୁଛି କ'ଣ? ଆମେ ଜଣେ ସାଧାରଣ ନାଗରିକ ହେଇକି ଆମ ପାଖରେ ଏତେ ସବୁ ଇନଫର୍ମ ରହିପାରୁଛି, କ'ଣ ପ୍ରଶାସନ ପାଖରେ କିଛି ଇନଫର୍ମ ନାହିଁ? ହଁ ତାହେଲେ ସମ୍ବିଧାନ କିଏ ମାନିଲା? ଆଉ ସମ୍ବିଧାନ ଆଇନ କାହା ପାଇଁ? ଖାଲି ଆମରି ମାନଙ୍କ ପାଇଁ? ଆମେ ଭୁଲ କଲୁ, ଆମର ଏଇ ଜଣେ ଦେଖୁଛନ୍ତି, ଯେଉଁ ଆମେ ଯେଉଁ ଗୋମାତାଙ୍କୁ ସେବା କରୁଛୁ, ଗୋସେବକମାନଙ୍କୁ ଏଇ ପୋଲିସ ମାନେ ନେଇକି ଥାନାରେ ହାଜତରେ ରଖି ଦେଉଛନ୍ତି। କିନ୍ତୁ ଏଇଟା ଯେ ଇଲିଗାଲି ଆକ୍ଟିଭିଟିସ୍ କରୁଛି, ତାଙ୍କ ପାଇଁ କିଛି ନାହିଁ। ଯେଉଁ ଭୁଲ ପୂର୍ବ ସରକାର କଲା, ତାହା ପୂର୍ବ ସରକାର କଲା, ସେ ଭୁଲ ଏବେ ବର୍ତ୍ତମାନ ସରକାର କରୁଛି। 140 କୋଟି ଭାରତୀୟ, ଆମକୁ ଏମିତି ଏକଜୁଟ ହେଇକି ବଢ଼ିବା ପାଇଁ ପଡ଼ିବ। ଏ ରୋହିଙ୍ଗ୍ୟା ମାନଙ୍କୁ ଏଠୁ, ଏ ଟେରରିଷ୍ଟ ମାନଙ୍କୁ ଏଠୁ ଭାରତରୁ ବିତାଡ଼ିତ କରିବା ପାଇଁ ପଡ଼ିବ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।